ରାୟଗଡ଼ା ସହରର ତେଜସ୍ୱିନୀ ହୋଟେଲରେ ଜନସେନା ପ୍ରୋ କବାଡ଼ି ପ୍ରିମିୟର ଲିଗ୍ ସିଜନ୍ 2ର ପୂର୍ବ ପ୍ରସ୍ତୁତି ବୈଠକ 2025 ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ 6ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ରବି ବାବୁଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଣୁ କାଉନସିଲର ଚନ୍ଦ୍ରକାନ୍ତ ସାମଲ, ସିନିୟର ବିଜେଡି କର୍ମୀ ବି ଚିଟି, ଟ୍ରକ୍ ମାଲିକ ପ୍ରସାଦ ହୁଇକା, ସରପଞ୍ଚ କତପେଟା ପଞ୍ଚାୟତ ପ୍ରଭୃତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଣୁ କବାଡ଼ି ପ୍ରତିଯୋଗିତା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। 100 ଖେଳାଳିଙ୍କ ନାମକୁ ନେଇ ଲଟେରୀ ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯାଇଥିଲା ଏବଂ ଟିମ୍ ଗଠନ କରାଯାଇଥିଲା। 6 ଗୋଟି ଟିମ୍ର ନାମ ହେଲା ଯଥା 1 ଗେମ୍ ଚେଞ୍ଜର, 2 YSR ଲାୟନ, 3 JK ରାଇଡର୍ସ, 4 ରବି ସେନା, 5 ଜନସେନା ଓ 6 ହ୍ୱାଟ୍ସଆପ୍। ଓ ପରେ ପରେ 100 ଖେଳାଳିମାନଙ୍କ ମଧ୍ୟରୁ ଗୋଟିଏ ଟିମ୍ 4 ଜଣ ଲେଖାଏଁ ଖେଳାଳି 6ଟି ଟିମ୍ ଚୟନ କରି ନିଜର ଟିମ୍ ଚୟନ ଗଠନ କରି ଖେଳାଳିମାନଙ୍କ ମନ ଉତ୍ସାହିତ କରିଥିଲେ। ଏହି କବାଡ଼ି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ମାସ 16 ତାରିଖରେ କରାଯିବ ବୋଲି ମତବ୍ୟକ୍ତ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ଦଳାଇଙ୍କ ରିପୋର୍ଟ, G9 ଓଡ଼ିଆ।